ଅଭିଜିତ ମଜୁମଦାର ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ। ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍ ଜାଣନ୍ତି। ତାଙ୍କର ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କର ଆଖିରୁ ଲୁହ ବି ଝରେ। ସଙ୍ଗୀତରେ ସମସ୍ତଙ୍କୁ ମଧୁଆଲା କରୁଥିବା ଅଭିଜିତ ଦାଙ୍କର ଏବେ ସୁଧୁରୁଛି ସ୍ୱାସ୍ଥ୍ୟ ଅବସ୍ଥା। ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଥିଲା ଗାୟକଙ୍କର ଚିକିତ୍ସା। ନିମୋନିଆ ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି ସଙ୍ଗୀତଜ୍ଞ। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁକୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏମ୍ସର ମେଡିସିନ ୱାର୍ଡରେ ଚାଲିଛି ତାଙ୍କର ଚିକିତ୍ସା। ଗତ କିଛି ଦିନ ହେବ ଲିଭର ସିରୋସିସରେ ପୀଡ଼ିତ ଅଛନ୍ତି ଅଭିଜିତ। ଏଥିପାଇଁ ଚିକିତ୍ସା ବି ଚାଲିଥିଲା। ସମୟ ଗଡ଼ିବା ସହ ଏବେ ଅନ୍ୟ ସମସ୍ୟା ବି ବଢ଼ୁଥିବା କଥା ଡାକ୍ତରୀ ଦଳ କହିଥିଲେ। ଅଭିନେତା ବାବୁସାନ ମହାନ୍ତି ଏମ୍ସରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଥିଲେ ବାବୁସାନ। ଓଡ଼ିଆ ଫିଲ୍ମ ଜଗତର ବ୍ୟକ୍ତିବିଶେଷଜ୍ଞ ଏମ୍ସ ଯାଇ ଅଭିଜିତ ମଜୁମଦାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କିଛି ରାଜନେତା ନିଜର ସୋସିଆଲ ମିଡିଆରେ ଅଭିଜିତଙ୍କର ଆଶୁ ଆରୋଗ୍ୟ ପାଇଁ କାମନା କରିଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।